ଆପଣ ସବୁକିଛି ଭୁଲି ସାରିଛନ୍ତି, ନିଜ କାମରେ ବ୍ୟସ୍ତ ଅଛନ୍ତି, ସାଙ୍ଗମାନଙ୍କ ସହ ହସ ଖୁସିରେ ସମୟ ବିତାଉଛନ୍ତି। କିନ୍ତୁ ହଠାତ୍ ବିନା କୌଣସି କାରଣରେ ଛାତି ଭିତରେ ଗୋଟିଏ ଅଜଣା କୋହ ସୃଷ୍ଟି ହୁଏ, ଆଖିରେ ଲୁହ ଜମିଯାଏ, ଆଉ ମନକୁ ବାରମ୍ବାର ଗୋଟିଏ ଚେହେରା ଆସି ଯନ୍ତ୍ରଣା ଦିଏ। ଆପଣ ନିଜକୁ ପ୍ରଶ୍ନ କରନ୍ତି, ମୁଁ ତ ତାକୁ ଭୁଲି ଯାଇଥିଲି ନା, ତେବେ ହଠାତ୍ ଆଜି କାହିଁକି ଏତେ କଷ୍ଟ ହେଉଛି? କାହିଁକି ବାରମ୍ବାର ତା ଚେହେରା ମୋ ସାମ୍ନାକୁ ଚାଲି ଆସୁଛି? ଯଦି ମୁଁ ଆପଣଙ୍କୁ କହି ଏହା ଆପଣଙ୍କ ଦୁର୍ବଳତା ନୁହେଁ, ବରଂ ଏହା ଏକ ଭୟଙ୍କର ଗୁପ୍ତ ସଂକେତ। ମାନବ ବିଜ୍ଞାନ, ଡାର୍କ ସାଇକୋଲୋଜି ଏବଂ ଟେଲିପାଥିର ରହସ୍ୟ କହୁଛି, ଯେତେବେଳେ କୌଣସି ମଣିଷ ଆପଣଙ୍କ ଅନୁମତି ବିନା ହଠାତ୍ ଆପଣଙ୍କ ଭାବନାକୁ ନିୟନ୍ତ୍ରଣ କରେ, ତାର ସିଧା ଅର୍ଥ ହେଉଛି ଶହ ଶହ ମାଇଲ ଦୂରରେ ଥାଇ ବି ସେ ମଧ୍ୟ ଠିକ୍ ସେତିକି ହିଁ ଯନ୍ତ୍ରଣାରେ ଆପଣଙ୍କୁ ଝୁରୁଛି। ଆଜିର ଏହି ଭିଡ଼ିଓରେ ମୁଁ କେବଳ ଗପ କହିବିନି, ବରଂ ସେହି ଅଦୃଶ୍ୟ ଦୁନିଆର 4ଟି ଏମିତି ଗୁପ୍ତ ସଂକେତ, 4 ସିକ୍ରେଟ ସାଇନ୍ସ ଖୋଲିବାକୁ ଯାଉଛି, ଯାହା ଏବେ ଏହି ମୁହୂର୍ତ୍ତରେ ଆପଣଙ୍କ ସହ ଘଟୁଛି। ଏହି ଭିଡ଼ିଓକୁ ଅଧାରୁ ଛାଡ଼ିବାର ଭୁଲ କେବେ ବି କରିବେନି, କାରଣ 3 ନମ୍ବର ସଂକେତଟି ଯିଏ ଜାଣିଯିବ ସେ ଜାଣିପାରିବ ଯେ ସାମ୍ନାବାଲା ତାକୁ କେତେ ପାଗଳ ଭଳି ଖୋଜୁଛି। ଆଉ ଏହି ଭିଡ଼ିଓ ଶେଷରେ ମୁଁ ଦେବି ଏକ ମାଷ୍ଟର ପ୍ଲାନ୍, ଯାହାକୁ ପ୍ରୟୋଗ କଲେ ସେ ଛଟପଟ ହୋଇ ଆପଣଙ୍କୁ ଖୋଜିବାକୁ ନିଶ୍ଚୟ ଆସିବ। ତେବେ ଆସନ୍ତୁ ଆରମ୍ଭ କରିବା। ଆଜିର ପିଲାମାନେ ହ୍ୱାଟ୍ସଆପ୍ରେ ବ୍ଲକ୍ କରିଦେଲେ ଭାବନ୍ତି କି ସମ୍ପର୍କ ସରିଗଲା, ଇନଷ୍ଟାଗ୍ରାମରୁ ଫଟୋ ଡିଲିଟ୍ କରିଦେଲେ ଭାବନ୍ତି କି ମେମୋରି ଡିଲିଟ୍ ହୋଇଗଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ, ସେମାନେ ସବକନସିୟସ୍ ମାଇଣ୍ଡ ବା ଅବଚେତନ ମନର ପାୱାରକୁ ଜାଣିନାହାନ୍ତି। ଯେଉଁ ଲ ଅଫ୍ ଆଟ୍ରାକ୍ସନ କଥା ଆଜି ଇଂରାଜୀ ବହିରେ ଲେଖାଯାଇଛି ଆମ ସନାତନ ଧର୍ମରେ, ତାହା ଚେତନା ବିଜ୍ଞାନ ଭାବେ ପରିଚିତ। କ୍ୱାଣ୍ଟମ୍ ଫିଜିକ୍ସ ପ୍ରମାଣ କରିସାରିଛି ଯେ ବ୍ରହ୍ମାଣ୍ଡର କୌଣସି ବି ବସ୍ତୁ ଏନର୍ଜି ବା ଶକ୍ତି ଦ୍ୱାରା ତିଆରି। ତେଣୁ ଆପଣଙ୍କ ଭାବନା ମଧ୍ୟ ଗୋଟିଏ ଗୋଟିଏ ତରଙ୍ଗ ବା ଭାଇବ୍ରେସନ। ଯେବେ 2ଟି ମଣିଷ ପରସ୍ପରକୁ ବହୁତ ଗଭୀର ଭାବେ ଭଲ ପାଆନ୍ତି, ସେମାନଙ୍କ ଆତ୍ମା ମଧ୍ୟରେ ଏକ ଅଦୃଶ୍ୟ କର୍ଡ ବା ତାର ଯୋଡ଼ି ହୋଇଯାଏ। ଆପଣ ଶାରୀରିକ ଭାବେ ଏଇଠାରେ ଥାଇପାରନ୍ତି ଏବଂ ସେ ହୁଏତ ବହୁତ ଦୂରରେ ଥାଇପାରନ୍ତି, କିନ୍ତୁ ଯେତେବେଳେ ତା ହୃଦୟରେ ଦୁଃଖ ହୁଏ, ତାର ସେହି ଏନର୍ଜି ବିନା କୌଣସି ନେଟୱାର୍କରେ ସିଧା ଆପଣଙ୍କ ମସ୍ତିଷ୍କରେ ବାଜେ। ଏହା ହିଁ ଟେଲିପାଥି। ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛି ମହାପ୍ରଭୁ ଶ୍ରୀକୃଷ୍ଣ ଓ ରାଧାରାଣୀ। ଶ୍ରୀକୃଷ୍ଣ ଯେବେ ବୃନ୍ଦାବନ ଛାଡ଼ି ମଥୁରା ଗଲେ, ସେତେବେଳେ କ'ଣ ମୋବାଇଲ ଥିଲା କି? ନା। କିନ୍ତୁ ଗର୍ଗ ସଂହିତାରେ ଲେଖା ଅଛି, ଯେତେବେଳେ ରାଧା ବିରହ ଯନ୍ତ୍ରଣାରେ କଦମ୍ବ ଗଛ ମୂଳେ ବସି ଲୁହ ଗଡ଼ାଉଥିଲେ, ସେତେବେଳେ ଦ୍ୱାରିକାର ରାଜପ୍ରସାଦରେ ଶୋଇଥିବା ଶ୍ରୀକୃଷ୍ଣଙ୍କ ଆଖିରୁ ଲୁହ ବୋହି ଯାଉଥିଲା। ଦେହ ଦୂରରେ ଥିଲେ ମଧ୍ୟ ଚେତନା ଏକାଠି ଥିଲା। ଏବେ ବୁଝିଲେ ତ? ସେହି ଅବସ୍ଥା ଆଜି ଆପଣଙ୍କର ହେଉଛି। ଆସନ୍ତୁ ଜାଣିବା ସେହି 4ଟି ରହସ୍ୟମୟ ସଂକେତ, ଯାହା ପ୍ରମାଣ କରେ ଯେ ତାଙ୍କ ମନରେ ଏବେ ବି କେବଳ ଆପଣ ଅଛନ୍ତି। ପ୍ରଥମ ସଂକେତ, ଦ ଇମୋସନାଲ ହାଇଜ୍ୟାକ୍। କେବେ ଆପଣଙ୍କ ସହ ଏମିତି ହେଇଛି କି? ଯଦି ହେଇଥିବ ତେବେ କମେଣ୍ଟରେ ହଁ କିମ୍ବା ନା ନିଶ୍ଚୟ ଲିଖିବେ। ଆପଣ ନିଜ ସାଙ୍ଗମାନଙ୍କ ସହ କେଉଁ ଏକ ଜାଗାରେ ବସିଛନ୍ତି କିମ୍ବା ଘରେ ପରିବାର ଲୋକଙ୍କ ସହ ଖୁସିରେ ଟିଭି ଦେଖୁଛନ୍ତି। ଆପଣଙ୍କ ମୁଡ୍ ବହୁତ ଭଲ ଅଛି, କିନ୍ତୁ ହଠାତ୍ ଆଖି ପିଛୁଳାକି ସବୁ ବଦଳିଯିବ, ଯେମିତି କିଏ ଆପଣଙ୍କ ମନକୁ ହାଇଜ୍ୟାକ୍ କରିନେଲା। ଛାତି ଉପରେ ଏକ ଅଜଣା ଭାରିପଣ ଆସିଯାଏ। ହସୁ ହସୁ ହଠାତ୍ ଲାଗେ ଯେମିତି ମୁଁ ଏଉଠୁ ପଳେଇବି, ଏକୁଟିଆ ରହିବି। ବିନା କାରଣରେ ଏମିତି ଏକ କୋହ ଆସେ ଯେ ଆପଣଙ୍କର ଲୁହ ଅଟକେ ନାହିଁ। ଆପଣଙ୍କ ଚାରିପାଖରେ ଥିବା ଲୋକ ପଚାରନ୍ତି, ଆରେ କ'ଣ ହେଲା ବେ ତୋର? ଆଉ ଆପଣ ଏକ ଫେକ୍ ହସ, ମାନେ ମିଛ ହସି ଦେଇ ଏମିତି କୁହନ୍ତି କି କିଛି ନାହିଁ, ବାସ୍ ଏମିତି। ମନୋବିଜ୍ଞାନ କହୁଛି, ଯେତେବେଳେ ଆପଣଙ୍କର କୌଣସି ଦୁଃଖ ନଥାଏ ମଧ୍ୟ ହଠାତ୍ ଆପଣ ଭାଙ୍ଗି ପଡ଼ନ୍ତି। ଏହାର କାରଣ ହେଉଛି ଆପଣ ନିଜର ଦୁଃଖ ଅନୁଭବ କରୁନାହାନ୍ତି, ଆପଣ ତାଙ୍କର, ମାନେ ଆପଣଙ୍କ ପ୍ରିୟ ମଣିଷର
ଦୁଃଖକୁ ଅନୁଭବ କରୁଛନ୍ତି। ସେହି ସେକେଣ୍ଡରେ ସେ ଆପଣଙ୍କୁ ବହୁତ ତୀବ୍ରତାର ସହ ମନେ ପକାଉଛନ୍ତି। ତାଙ୍କର ସେହି ନକାରାତ୍ମକ ତରଙ୍ଗ ଆସି ଆପଣଙ୍କ ସ୍ନାୟୁକୁ ଡାଇରେକ୍ଟ ହିଟ୍ କରୁଛି। ଦ୍ୱିତୀୟ ସଂକେତ, ଅବଚେତନ ମନର ଆକ୍ରମଣ, ଦ ଡ୍ରିମ୍ ଇନଭେଜନ। ଆଜିକାଲି ରିଲେସନସିପରେ ଇଗୋ ବହୁତ ବେଶୀ। ରାଗିଲେ କିମ୍ବା ବ୍ରେକଅପ୍ ହେଇଗଲେ ସାଙ୍ଗେ ସାଙ୍ଗେ କଲ୍ ରେକର୍ଡ ଡିଲିଟ୍ ହୋଇଯାଏ କିମ୍ବା ନମ୍ବର ବ୍ଲକ୍ ହେଇଯାଏ। ଆପଣ ହୁଏତ ସେହି ମଣିଷଟିକୁ ଦିନସାରା ମନେ ପକାଉନାହାନ୍ତି। ଆପଣ ନିଜ କ୍ୟାରିୟର କିମ୍ବା ପାଠ ପଢ଼ାରେ ପୁରା ଫୋକସ୍ ଦେଉଛନ୍ତି, କିନ୍ତୁ ଖେଳ ଆରମ୍ଭ ହୁଏ ରାତିରେ। ଆଖି ବନ୍ଦ ହେବା ମାତ୍ରେ ସେ ସିଧା ଆସି ଆପଣଙ୍କ ସ୍ୱପ୍ନରେ ହାଜର। ଏବଂ ଏହି ସ୍ୱପ୍ନ ଗୁଡ଼ିକ ଝାପ୍ସା ନୁହେଁ, ଏହା ଏତେ ଭିଭିଡ୍ ବା ଜୀବନ୍ତ ଥାଏ ଯେ ନିଦ ଭାଙ୍ଗିଲା ପରେ ବି ଆପଣଙ୍କ ଦେହ ଝାଳେଇଯାଏ। ସ୍ୱପ୍ନରେ ହୁଏତ ସେ କାନ୍ଦୁଥିବେ, ଆପଣଙ୍କୁ କିଛି କହିବାକୁ ଚେଷ୍ଟା କରୁଥିବେ କିମ୍ବା ଦୂରକୁ ଚାଲି ଯାଉଥିବେ। ଏହାର ରହସ୍ୟ କ'ଣ ଆପଣ ଜାଣିଛନ୍ତି କି? ଦିନବେଳା ଆମର କନସିୟସ୍ ମାଇଣ୍ଡ ବା ଚେତନ କାମ କରିଥାଏ, ଯେଉଁଥିରେ ଲଜିକ୍ ଥାଏ, କିନ୍ତୁ ରାତିରେ ଯେତେବେଳେ ଆମେ ଶୋଇଯାଉ ଆମର ଅବଚେତନ ମନ ସମ୍ପୂର୍ଣ୍ଣ ଖୋଲା ଥାଏ। ଅନ୍ୟପଟେ ସେହି ମଣିଷଟି ଦିନରେ ନିଜ ଇଗୋ ଯୋଗୁଁ ଆପଣଙ୍କୁ ମେସେଜ କରିପାରେନି, କିନ୍ତୁ ତା ଭିତରର ଆତ୍ମା ଆପଣଙ୍କ ସହ କଥା ହେବାକୁ ଛଟପଟ ହୋଇଥାଏ। ତାର ସେହି ଅଦ୍ୟମ ଇଚ୍ଛା ଶକ୍ତି ଏକ ଟେଲିପାଥିକ ମେସେଜ ହୋଇ ଆପଣଙ୍କ ସ୍ୱପ୍ନ ଭିତରକୁ ପ୍ରବେଶ କରୁଛି। ସେଥିପାଇଁ ଗୋଟିଏ ମଣିଷ ବାରମ୍ବାର ସ୍ୱପ୍ନରେ ଆସିବା ମାନେ ତାର ଅବଚେତନ ମନ ଆପଣଙ୍କୁ ଡାକୁଛି। ଏବେ ଯେଉଁ ସଂକେତ କହିବାକୁ ଯାଉଛି ତାହା ଶୁଣିବା ପରେ ହୁଏତ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ତୃତୀୟ ସଂକେତ, ବ୍ରହ୍ମାଣ୍ଡର ଆଲଗୋରିଦମ, ଦ ସିଙ୍କ୍ରୋନିସିଟି, ଦ ମୋଷ୍ଟ ପାୱାରଫୁଲ୍ ସାଇନ୍। ବନ୍ଧୁଗଣ, ଯଦି ଏହି ସଂକେତ ଆପଣଙ୍କ ସହ ଘଟୁଛି ତେବେ ଆଉ କିଛି ବି ପ୍ରମାଣ ଦରକାର ନାହିଁ। ଆପଣ ଦୃଢ଼ ନିଶ୍ଚୟ କରିଲେଣି କି ତାଙ୍କୁ ସବୁଦିନ ପାଇଁ ଭୁଲିଯିବେ। ଆପଣ ବାଇକ୍ ଷ୍ଟାର୍ଟ କରି କଲେଜ କିମ୍ବା ଅଫିସ ବାହାରିଲେ, କିନ୍ତୁ ସାମ୍ନାରେ ଯେଉଁ ଟ୍ରକ୍ କିମ୍ବା କାର୍ ଯାଉଥିବ ତା ପଛରେ ଠିକ୍ ତାଙ୍କରି ନାଁ ହିଁ ଲେଖା ହୋଇଥିବ। ଆପଣ ରାସ୍ତା କଡ଼ରେ କିଛି ଖାଇବାକୁ ଅଟକିଯିବେ, ପାଖରେ କେହି ଜଣେ ଅପରିଚିତ ଲୋକ ଫୋନରେ କଥା ହେଉଥିବ ଆଉ ବାରମ୍ବାର ସେହି ନାଁ ଧରି ଡାକୁଥିବ। ଆପଣ ଚମକି ପଡ଼ିବେ। ଆପଣ ୟୁଟ୍ୟୁବ ଖୋଲିବେ, ରିକମେଣ୍ଡେସନରେ ସେହି ଗୀତ ଆସିବ ଯାହା ସେ ଆପଣଙ୍କୁ ଥରେ ଡେଡିକେଟ୍ କରିଥିଲେ। ଆହୁରି ଭୟଙ୍କର କଥା ହେଲା ଏଞ୍ଜେଲ ନମ୍ବର୍ସ। ଆପଣ ଯେତେବେଳେ ବି ମୋବାଇଲର ସ୍କ୍ରିନ୍ ଅନ୍ କରିବେ ଟାଇମ୍ ଦେଖାଉଥିବ 11:11 କିମ୍ବା 2:02। ତାଙ୍କ ଜନ୍ମ ତାରିଖ କିମ୍ବା ଗାଡ଼ି ନମ୍ବର ଆପଣଙ୍କୁ ସବୁଠି ଦେଖାଯିବ। ଆପଣଙ୍କୁ ଲାଗିବ ଯେମିତି ଆପଣ ପାଗଳ ହୋଇଯାଉଛନ୍ତି। ନା, ଆପଣ ପାଗଳ ହେଉନାହାନ୍ତି, ଏହାକୁ ସିଙ୍କ୍ରୋନିସିଟି କୁହାଯାଏ। ବ୍ରହ୍ମାଣ୍ଡର ଏହା ଏକ ନିଜସ୍ୱ ଆଲଗୋରିଦମ। ଯେତେବେଳେ ଦୁଇଟି ମଣିଷଙ୍କର ଏନର୍ଜି ଏକାଠି ବାନ୍ଧି ହୋଇଯାଏ ସେତେବେଳେ ବ୍ରହ୍ମାଣ୍ଡ ଆପଣଙ୍କୁ ଚିତ୍କାର କରି କୁହେ, ତୁ ଯାହାକୁ ମନରୁ କାଢ଼ି ଫିଙ୍ଗି ଦେବାକୁ ଚେଷ୍ଟା କରୁଛୁ ନା, ସେ ଏହି ମୁହୂର୍ତ୍ତରେ କେବଳ ତୋରି କଥା ଭାବୁଛି। ଚତୁର୍ଥ ସଂକେତ ଆପଣଙ୍କୁ ଆହୁରି ଆଶ୍ଚର୍ଯ୍ୟଚକିତ କରିଦେଇପାରେ। ହଁ ବନ୍ଧୁଗଣ, ଚତୁର୍ଥ ସଂକେତ, ଦ ଫାଣ୍ଟମ୍ ଟଚ୍ ଆଣ୍ଡ ଇଣ୍ଟୁଏସନ୍। ଏହା ସବୁଠାରୁ ରହସ୍ୟମୟ। ଆପଣ ରାତିରେ ଏକୁଟିଆ ପଢ଼ୁଛନ୍ତି କିମ୍ବା ବାଲକୋନି କିମ୍ବା ବାହାରେ କେଉଁଠି ଠିଆ ହୋଇଛନ୍ତି, ହଠାତ୍ ପବନର ଏକ ଝଟକା ଆସିବ। ଆପଣଙ୍କୁ ଲାଗିବ ଯେମିତି କେହି ଜଣେ ଆପଣଙ୍କ କାନ୍ଧ ଉପରେ ହାତ ରଖିଦେଲା କିମ୍ବା ଆପଣଙ୍କ ପଛରେ କିଏ ଠିଆ ହୋଇଛି ଏବଂ ଆପଣଙ୍କ କାନ ପାଖରେ କିଏ ନିଶ୍ୱାସ ନେଉଛି। ଆପଣ ଡରିକି ପଛକୁ ବୁଲିବେ, ଦେଖିବେ କେହି ନାହାନ୍ତି, କିନ୍ତୁ ଆପଣଙ୍କ ହୃଦୟ କହୁଥିବ ଯେ ଆଖପାଖରେ ତାଙ୍କର ଉପସ୍ଥିତି ଅଛି। ତାଙ୍କ ଦେହର ଅତୀତର ସେହି ବାସ୍ନା, ସ୍ମେଲ୍ ଅଫ୍ ଦେୟାର ପରଫ୍ୟୁମ୍ ହଠାତ୍ ବାରି ହୋଇଯିବ। ଆମ ଶରୀର କେବଳ ମାଂସ ହାଡ଼ର ଢାଞ୍ଚା ନୁହେଁ, ଏହା ଏକ ଶକ୍ତିଶାଳୀ ରିସିଭର। ଯେତେବେଳେ ସେ ବିରହରେ ଥାଇ ଆପଣଙ୍କୁ ସ୍ପର୍ଶ କରେ ତାର ସେହି ତୀବ୍ର ଇଚ୍ଛା ଏକ ଫାଣ୍ଟମ୍ ଟଚ୍ ରୂପ ନେଇ ଆପଣଙ୍କ ପାଖରେ ପହଞ୍ଚେ। ତେବେ ବନ୍ଧୁଗଣ, ଏହିସବୁ ସଂକେତ ସତ୍ତ୍ୱେ ଆମକୁ ବାସ୍ତବତାକୁ ଗ୍ରହଣ କରିବାକୁ ପଡ଼ିବ। ଦ ମାଷ୍ଟର ପ୍ଲାନ୍, ଦ ପାୱାର ଅଫ୍
डिटाचमेंट। एबे आसुछि सबुठारु बड़ प्रश्न जहाँ पाई आपण ए पर्यंत भिडियोटी देखुछंती। आपण जानिगले जे सी भी आपण को मने पकाउछि, तार भी कष्ट हेउछि। तेबे एबे आपण कौन करिवे? कौन तुरंत निजर आत्मसम्मान बा सेल्फ रेस्पेक्ट को पाद तले दली दे ताको कॉल करिवे, मेसेज करी कांदिबे आउ कहिबे प्लीज तुमे फेरी आस, मु तुम बिना बंची पारिबिनी? कदापि नुहे। जदि ए भूल कले तेबे आपण सबुदिन पई तांको हराई देबे। जदि आपण निज आडू आगेइबे तांकर मरी जाइथिबा इगो पुणी थरे बंची जीव। आउ से भाबिबे ए तो मो पई पागल, ये कुआडा बाजिब। कारण मनीषर मनोविज्ञान हेउछि जहाँ सहजरे मिली जाए तार कौनसी मूल्य रुहे नाही। एभली एक कठिन समय श्रीमद् भागवत गीतार 6ठ अध्यायर 5म श्लोक को सबुदिन पे मन रखंतु। उद्धरेत आत्मानं आत्मानं नात्मानं अवसादायत। अर्थात हे मनुष्य, निज मनर शक्ति द्वारा निजको ऊपर को उठाओ, कहा पाई कांदी कांदी निज स्तर को तल को खसाओ नहीं। यदि आपण प्रकृत चाहती कि से निज मूल्य बुझु, आपण को पाख को फेरी आसु, तेबे आज ठारू डिटाचमेंट वैराग्यर यही मास्टर प्लान को आपणांतु। एथिरे अछि 3टी नियम, याको ध्यान दे शुणंतु। प्रथम, संपूर्ण अदृश्य हो जातु, द घोस्ट मोड। तार व्हाट्सएप डीपी चेक करिबा, इंस्टाग्राम स्टोरी को लुचि लुचि देखिबा बंद कर दियंतु। आपण निज तरफ एनर्जी देबा बंद कले जाई से बाटू एनर्जी आसीबो। ताको लागिबा दरकार जे आपण ता जीवन रु सबुदिन पई चली गले। जेबी से आपण को हराइबार असली भय, फियर ऑफ मिसिंग आउट अनुभव करिबो, से भी जाई सत कौन ताको जना पड़िबो। आज ही निज मोबाइल रु सही सब जिनिस हटई दियंतु जहाँ आपण को दुर्बल करुछि। द्वितीय, शक्तिर सठिक व्यवहार, चैनलाइज इनटू सक्सेस। जो समय आज आपण लुह गड़ाइबार नष्ट करुछंती, आज से लुह को जीत रे परिणत करंतु। आपण को निज भविष्य गढ़िबार अछि। पाठ पढ़ुछन तो एते ध्यान दे पढ़ंतु जे सरकार चाकरी आपण को पाद तले थिबो। जदि व्यवसाय करुछंती तेबे एते परिश्रम करंतु जे फाइनेंशियली इंडिपेंडेंट आपण होई परिबे। 2 पैसा अधिक कमांतु, निजर एवं निज परिवार स्वप्न पूर्ण करबा पाई, निज माटी खंडे जगह किणी सुंदर घरटीए तोलिबा पाई आपण दिन राति एक करि दियंतु। तृतीय, आत्मविश्वास, बिल्ड योर वैल्यू। मन रखंतु दुनिया लुह कांदुथिबा लोक को आहुरी कंदाए, किंतु सफल लोकों को सलाम करे। आपण निज वैल्यू एते बढ़े दियंतु, से मनीष दिने आपण को देखिले गर्व नहीं बरं अनुताप करिबो जे से किभली एक हीरा को हाथरू खसाई देइछि। आउ जदि तार भल पाइबा सत होइतिबो तबे लेखिकी रखंतु। यही विशाल ब्रह्मांड एमिति एक खेल खेलिब जे दिने ना दिने से आसी आपण को सामने ठिया हेबाकू बाध्य होइजिब। बंधुगण, आजिर यही वीडियो रे थिबा 4टी संकेत भितरु केउ संकेतटी आपण को सह ठीक मिसुची? काहार कथा आपण को राति अधरे सोइबाकू देउनी? निज हृदयर कथा मते तळे कमेंट रे निश्चय जणांतु, कारण मु आपण को प्रत्येकटी कमेंट को पढ़िबी एवं रिप्लाई मध्य करबाकू चेष्टा करिबी। जदि यही वीडियो रु आपण को टिकिए भी शांति एवं साहस मिलुची तेबे दया करी गोटे लाइक टे करंतु। आउ निजर दुख रे थिबा सांग मानक सह याकू निश्चय शेयर कर दियंतु। आम परिवार विजय भाई मोटिवेशन को एबे ही सब्सक्राइब करी बेल आइकन को दबाई दियंतु। आमे मिसी एमती आगो को बढ़िबा। आसंता वीडियो रे आउ एक दमदार टॉपिक सह पुणी देखाइबो। से पर्यंत निजर एवं निज बाप मांकर ध्यान रखंतु, आगो को बढ़ंतु, जीवन रे केबे अटकंतु नाही। जय श्री जगन्नाथ, जय श्री कृष्ण। धन्यवाद। तेबे शेषरी से गोटे कथा कमेंट रे लिखंतु,
ଜୟ ଶ୍ରୀକୃଷ୍ଣ। ଦେଖିବେ ଜୀବନରେ ଚମତ୍କାର ନିଶ୍ଚୟ ଘଟିବ।